ରାଧେ ରାଧେ ସାଙ୍ଗମାନେ। ମଣିଷକୁ ଯେତେବେଳେ ସମୟର ସହିତ ଚାଲିବାକୁ ପଡ଼େ ନା, ମଣିଷକୁ ସମୟର ଦାସ ବନିବାକୁ ପଡ଼େ। ସମୟ ଯେମିତି ଚଲାଉଥାଏ ଆମେ ସେମିତି ଚାଲିଥାଉ। ଛୋଟିଆ କଥା। ବଗୁ ଆଉ ବଗୁଲି ଗୋଟେ ଗଛର ଡାଳ ଉପରେ ବସିଥିଲେ। ବଗୁଲା କହୁଥାଏ, ବଗୁଲି ଲୋ, କିଏ ଜାଣେ କେତେବେଳେ କାହାର ଜୀବନ ଆଗେ ପଳେଇବ। ବଗୁଲା କହେ, ତମେ ସେମିତି କୁହନି। 7 ଜନ୍ମ ପାଇଁ ଆମର ଏ ସମ୍ପର୍କ, 7 ଜନ୍ମ ପାଇଁ ଆମର ଏ ବନ୍ଧନ। ଠିକ୍ ସେଇ ସମୟରେ ଆକାଶରେ ବାଦଲ ଗର୍ଜିଲା। କଳା ମେଘ କୋଉଠି ଥିଲା ଛାଇଗଲା। ଝଡ଼ ପାଣି ନେଇ ପୁଣି ବତାସ ଆସିଲା। ଉଡ଼ିଗଲେ ବଗୁଲା ବଗୁଲି ବହୁ ଦୂରକୁ। ପବନର କୁଆଡ଼େ କୁଆଡ଼େ ଦୁଇ ଜଣଙ୍କୁ ନେଇକି ଅଲଗା କରିଦେଲା। ହେଲେ କିଛି ଦିନ ନୁହେଁ, କିଛି ବର୍ଷ ପରେ ପୁଣି ବଗୁଲି ଦେଖା ହେଲା। ବଗୁଲି କହିଲା, ଆରେ ବଗୁଲା, ତମେ କେମିତି ଅଛ? ନା, ମୁଁ ତ ଭଲରେ ଅଛି। ଆଉ ବଗୁଲି, ତମେ? ମୁଁ ଭଲରେ ଅଛି। ଆଉ ମୋର ଦିଟା ଛୋଟ ପୁଅ ବି ଅଛନ୍ତି। ବଗୁଲା ହଠାତ୍ କହିଲା, ତମେ ବା କହୁଥିଲ 7 ଜନ୍ମକୁ ଆମ ସମ୍ପର୍କ ବୋଲି, ଆଉ ତମେ କିଛି ବର୍ଷ ପରେ ମତେ ଭୁଲିଗଲ। ବଗୁଲି କହିଲା, ମୁଁ ଭାବିଲି ବୋଧେ ତମେ ବର୍ଷା ଝଡ଼ ପବନରେ କୁଆଡ଼େ ହଜିଗଲ। ବୋଧେ ତମର ଏ ଜୀବନ ପଳେଇଥିବ ବୋଲି। ସେଇଥିପାଇଁ ମୁଁ ବାଧ୍ୟ ହେଇ ଆଉ କାହା ହାତ ଧରିଲି। ଏ କଥାଟା ମୋର ବଗୁଲା ବଗୁଲି ପାଇଁ ନଥିଲା, ଆମର ଏ ମଣିଷ ସମାଜ ପାଇଁ ଥିଲା। ଧନ ଲୋଭରେ ଯୋଉ ଝିଅମାନେ ଭଲ ପାଇଥିବା ବହୁତ ପୁରୁଣା ସମ୍ପର୍କକୁ ଭାଙ୍ଗି ଆଉ କାହା ସହିତ ହାତ ଧରି ଚାଲି ଯାଉଛନ୍ତି, ଏ କଥାଟା ତାଙ୍କ ପାଇଁ। ହୁଏତ ତମେ ଧନ ଲୋଭରେ ଆଉ କାହା ପାଖକୁ ବାହାହେଇକି ଯାଇପାର, କିନ୍ତୁ ପ୍ରକୃତର ଭଲ ପାଇବା ତମକୁ ଆଉ ମିଳିବନି। ରାଧେ ରାଧେ।